ॐ रामं लक्ष्मणं पूर्वजं रघुवीरं सीतापतिं सुन्दरं काकुत्स्थं करुणाकरगुणनिधिं विप्रप्रियधार्मिकं राजेन्द्रं सत्यसन्धदशरथतनयं श्यामलं शान्तमूर्तिं वन्दे लोकाभिरामं रघुकुलतिलकं राघवं रावणारिं तुम चरण रे करे प्रणति हे रघुपति श्रोता मन कुमार कर मुकति हे रघुपति। भक्तवत्सल भगवान की जय। मर्यादा पुरुष रामचंद्र की जय। लक्ष्मण लाल जी की जय। भरत लाल जी की जय। शत्रुघ्न लाल जी की जय। सीता देवी की जय। संकट मोचन हनुमान जी की जय। मोर प्रिय श्रोता बंधु मानक नमस्कार करी आमे आरंभ करने को जाऊँ से धारावाहिक संपूर्ण रामायण कथा। एथिरे रामक जन्म ठारू लवकुश राजा हवा पर्यंत अछंती संपूर्ण विषय वस्तु आपण मानकु अनुरोध दरखंडिया न करी संपूर्ण देखा निवेदन। वीडियो देखी आपण टिके दयाकरी सब्सक्राइब करुवे लाइक मध्य टिके करुवे। ये आपण मानकर अनुष्ठान। आपण माने पूर्व अध्याय शुणी शून्यरु दैववाणी हला हे राजा मनरु दुख दूर करी ज्ञान रे आश्रा कर। अज्ञान लोकों भली डरुछ कहीं मनोरमा राणी लक्ष्मी अंश धरी जन्म होते देह त्याग करी लक्ष्मी पुर को गले। तुम्हें युद्धरे देह त्याग करी वैकुंठ को जीव मनरु दुख दूर करी रानीर शव सत्कार करी प्रतिक्रिया सारी युद्ध को जाओ। राजा शून्यवाणी शुणी रानी शव दाह करी प्रतिक्रिया समापन करी सैन्य सहित युद्ध को जीवा बेले बाटर बहुत अमंगल सूचना पाइले। यथा राजा जो रथर बसी जाउथिले से रथ ध्वजा उपरे शागुणा बसी राबिला। दुई चारि जगार कुकुर माने कांदिला भली बोबू थांती। शून्यरु उल्कापात होई रक्तवृष्टि हेउथाए। बनगिरी सहित मेदिनी कंपमान हेउथाए जेमिति भूमिकंप हुए। वाम नेत्र फरक थाए। दश दिग सबू अंधार दिशुथाए। प्रचंड पवन होई वृक्ष माने उपुड़ी पड़ुथांती। एई भली नाना अमंगल कथा राजा देखी भयर जाई परशुराम पाखरे पहुँची नमस्कार कले। तापरे परशुराम राजा को बहुत हित कथा कहले। राजा मध्य तार उत्तर देले। तापरे उभयंकर युद्ध हैला। कीर्तवीर्य महाबलिष्ठ वीर मध्य परशुराम को तो शिव विष्णु सहाय घोर युद्ध हैला। कीर्तवीर्य जेते सैन्य साथी आनीला परशुराम समस्त को मारिदेले। कीर्तवीर्य पुत्र सुचंद्र को परशुराम मारिले। आखि आगरे पुत्रर मृत्यु देखी पुनि रागरे कीर्तवीर्य राजा युद्ध कले। 7 दिन 7 राति युद्ध चलिला। तथापि केही काहाकू मारी पारु नाहंती। कारण विष्णु कवच कीर्तवीर्य राजा पाखरे थिला। सेइथिपाई राजा देहरे
ବାଣ ଆଉ ବାଜୁନାହିଁ। ଯେତେବେଳେ କୀର୍ତ୍ତବୈଦ୍ୟଙ୍କର ସମୟ ହୋଇଗଲା, ବିଷ୍ଣୁ ଶିବଙ୍କୁ କହିଲେ। ଶିବ କପଟ କରି ରାଜାଙ୍କ ଠାରୁ ନେଇଗଲେ। ତାପରେ ଆପଣମାନେ ଜାଣିଥିବେ ସେଇ ପାୱାରରେ, ସେଇ କବଚ ପାୱାରରେ କୀର୍ତ୍ତବୈଦ୍ୟ ରାଜା ଜୀବନକାଳ ଭିତରେ ବହୁତ ରାବଣକୁ ମଧ୍ୟ ଜିଣିଛନ୍ତି। ଆପଣମାନେ ଶୁଣିଥିଲେ। ତାପରେ କବଚ ନେଇ ସାରିଲା ପରେ ଶିବ ଦେଇଥିବା ପାଶୁପତ ଅସ୍ତ୍ରକୁ ଧରି ପରଶୁରାମ କୀର୍ତ୍ତବୈଦ୍ୟଙ୍କୁ କହିଲେ, ଇଏ ପାଶୁପତ ବାଣ କେବେ ଫେଲ୍ ହେବ ନାହିଁ। ତୁମେ ନିଶ୍ଚିତ ଭାବରେ ଏ ବାଣରେ ମୃତ୍ୟୁବରଣ କରିବ। ଯଦି ତାର ପ୍ରତି ଅସ୍ତ୍ର ତୁମ ପାଖରେ ଅଛି, ପ୍ରୟୋଗ କର। ଏ ବାଣ ମାରି ରାବଣ ଆଦି କେତେକଙ୍କୁ ମୁଁ ଜିଣିଛି। ତୁମକୁ ମାରିଲେ ମୋର ପ୍ରତିଜ୍ଞା ପୂରଣ ହେବ। ତୁମେ ଇଷ୍ଟଙ୍କୁ ସ୍ମରଣ କର। ରାଜା କହିଲେ, ତୁମେ ମୋତେ କ'ଣ ମାରିବ? ମୋତେ ତ କାଳ ମାରିବ। ମୁଁ ତ ସ୍ତ୍ରୀ ବିଚ୍ଛେଦରେ ଜୀବହୀନ ହୋଇଛି। ତେଣୁ ମରଣକୁ ମୁଁ ଶ୍ରେୟ କରିଛି। ବଳ, ବୁଦ୍ଧି, ଜ୍ଞାନ, ବିଦ୍ୟା, ଐଶ୍ୱର୍ଯ୍ୟ, ବିନୟ, ପ୍ରତିଷ୍ଠା, ମନ୍ତ୍ରଣା, ମନୋରମା ସାଙ୍ଗରେ ସବୁ ଯାଇଛି। ଯେମିତି ଘର ଖାଲି ହୋଇଯାଏ, ସେହିପରି ଏ ନିର୍ଜୀବ ଶରୀରରେ ମୁଁ ଯୁଦ୍ଧ କରୁଛି। ବ୍ରାହ୍ମଣକୁ ମାରି ଦୁଃଖ କରୁଥିଲି। ମନୋରମା ଦୁଃଖ ଆହୁରି ବଢ଼ିଗଲା। କାଳବଶରେ ସବୁ କର୍ମ ଉଦୟ ହୁଏ, ପୁଣି କାଳବଶରେ ସବୁ କର୍ମ ବିନାଶ ହୁଏ। କାଳବଶରେ ସିଂହ, ଜୀବଜନ୍ତୁ ସମସ୍ତଙ୍କୁ ମାରି ଖାଏ। କାଳବଶରେ ଶିଆଳ ସିଂହଙ୍କୁ ମାରିଦିଏ। ସେହି କାଳବଶରେ ସିଂହ ମଣିଷକୁ ଖାଏ। ସେହି କାଳବଶରେ ମଣିଷ ସିଂହକୁ ମାରେ। କାଳବଶରେ ରାଜା ଭୃତ୍ୟ ହୁଏ। ସେହି କାଳବଶରେ ଭୃତ୍ୟ ବି ରାଜା ହୁଏ। କାଳବଶରେ ଏସବୁ ଘଟୁଛି। ବଳ ଥିଲେ କ'ଣ କରିବ? ତୁମ୍ଭେ ମୋତେ ମାରିବାକୁ କହୁଛ? କେହି କ'ଣ ଅମର ହୋଇ ଅଛି କି? ଦେବତା ମାନେ ଚନ୍ଦ୍ର, ସୂର୍ଯ୍ୟ, ବରୁଣ, ସ୍ଥାବର, ଜଙ୍ଗମ ଯେତେ ଏ ସୃଷ୍ଟିରେ ଅଛି, କାଳବଶରେ ସମସ୍ତେ ମୃତ୍ୟୁବରଣ କରନ୍ତି। ଏତିକି କହି ରାଜା ପରଶୁରାମଙ୍କ ପାଦ ତଳେ ପଡ଼ି ପୁଣି ଉଠି ଯୁଦ୍ଧ କଲା। ପରଶୁରାମ ପାଶୁପତ୍ର ଅସ୍ତ୍ର ପ୍ରୟୋଗ କଲେ। ରାଜାଙ୍କର ପ୍ରାଣବାୟୁ ଛାଡ଼ିଗଲା। ମୋର ପ୍ରିୟ ଶ୍ରୋତା ବନ୍ଧୁ, କ'ଣ କହି ଏ ଅଧମ ଆପଣଙ୍କୁ ସନ୍ତୁଷ୍ଟ କରିବ? ଆଉ ଭିଡ଼ିଓ କମ୍ ଲୋକ ଶ୍ରୋତା ବନ୍ଧୁମାନେ ଦେଖୁଛନ୍ତି। ଏଣୁ ଦୁଃଖ କରିବାରେ କିଛି ନାହିଁ। ସବୁ ଆପଣମାନଙ୍କର ଇଚ୍ଛା। ସେଇ ମର୍ଯ୍ୟାଦା ପୁରୁଷ ରାମନାରାୟଣଙ୍କ ଇଚ୍ଛା। ଆଜି ଏତିକିରେ ଥାଉ। ପୁଣି ଆପଣମାନଙ୍କୁ ଏ ଅଧମ ଆଗାମୀ ଅଧ୍ୟାୟରେ ଶୁଣେଇବ। ସେଇ ରାମନାରାୟଣଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ଶେଷରେ ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି ଆଉ ନିବେଦନ କରି ଭିଡ଼ିଓ ଟିକେ ସବସ୍କ୍ରାଇବ୍ କରୁଥିବେ। ଏତିକି କହି ଇଏ ସୃଷ୍ଟିକି, ଏ ଜଗତକୁ
ଏହି ରାମନାରାୟଣ ଭଲରେ ରଖନ୍ତୁ। ମୋ ଶ୍ରୋତା ବନ୍ଧୁମାନଙ୍କ ସପରିବାରମାନଙ୍କୁ, ଭାଇ ଭଉଣୀ ମା ସମସ୍ତଙ୍କୁ ଭଲରେ ରଖନ୍ତୁ। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ପୁନର୍ବାର ନମସ୍କାର କରି ବିଦାୟ ନେଉଛି। ଜୟ ଶ୍ରୀରାମ।